ଧୈର୍ଯ୍ୟ ହିଁ ମଣିଷକୁ ପଥ ଦେଖାଇଥାଏ। ମନକୁ ଛୁଇଁଲା ଭଳି କାହାଣୀ। ଝିଟିକା କେତେ ଖରାପ ନାଁଟା ସତରେ। ବାପା ବୋଉ କେମିତି ମୋ ନାଁ ରଖିଥିଲେ, ମୋତେ ବୋଧେ ସେମାନେ ଭଲ ପାଉନଥିଲେ। ନହେଲେ ଏମିତି କିଛି ନାଁ ନ ମିଳିଲା ପରି ମଣିଷ ହୋଇ ମୋତେ କୀଟଟିର ନାଁ ଦେଇ ଛାଡ଼ିଦେଲେ। ମୁଁ ଯେମିତି ଝିଟିକାର ନାଁ ସାର୍ଥକ କରିବା ପାଇଁ ଜନ୍ମ ନେଇଛି। ମୋର ପରିଚୟ ଝିଟିକା ନାୟକ। ବିବାହିତ, ମୋର ଘର ସଂସାର ଅଛି, କିନ୍ତୁ ସେମାନଙ୍କ ସହ ମିଳନ ମୋ ପାଇଁ ମୋ ଜାତକରେ ଲେଖା ହୋଇନି। ବିନା ଛାଡ଼ପତ୍ରରେ ମୁଁ ମୋ ବାପ ଘରେ ଛେଳି ଜଗାଳି। ଭାଇ ଭଉଣୀ 3 ଜଣ। ବାପା ବୋଉ ଭଲ ଟାଣ ଅଛନ୍ତି। ଗୋଟିଏ ବୋଲି ଭାଇ ସୁକାନ୍ତ, ତାର ବାପଘର ସରିଛି। ବଡ଼ ଭଉଣୀ ବିଳାସୀର ବାହାଘର 8 ବର୍ଷ ହବ ହେଲାଣି। ପୁଅଟିଏ ତାର। ସମସ୍ତେ ସମସ୍ତଙ୍କ ଜୀବନରେ ବେଶ୍ ହସ ଖୁସିରେ ଅଛନ୍ତି। ବାକି ରହିଲି ମୁଁ। ଭଲ ଅଛି, ଆନନ୍ଦରେ ଅଛି। ପେଟକୁ 2 ମୁଠା ମିଳୁଛି। ବାପ ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ଅଛି। ଦିନବେଳେ ଛେଳି ଛାଡ଼ିଦେଇ ଏଇ ଓସ୍ତସ୍ତ ଗଛ ମୂଳେ ବିଶ୍ରାମ ନିଏ। ସଞ୍ଜ ବୁଡ଼ିଲେ ଛେଳି ଅଡ଼େଇ ଘରକୁ ଯାଏ। ସକାଳେ ହେଲେ ପୁଣି ଏଇ ଗଛ ପାଖରେ ପହଞ୍ଚେ। ଓସ୍ତସ୍ତ ଗଛ ମୂଳେ କାହା ସହ କଥା ହଉଥିଲା ଝିଟିକା। ଛେଳି ଧାନ କିଆରିରେ ପଶିଲେ ଝିଟିକା ନେ ନେ, ନଇଲେ ସେ ଢଙ୍କୁଣି ଯିବ। ଯେଉଁ ଗଛ ମୁହଁ ମାରିବ ସେ ଆଉ କଅଁଳିବନି। ଝିଟିକା ଦୌଡ଼ି ଯାଇ ଅଡ଼େଇ ଆଣିଲା। ସରିତା ପଳାଶୁଣୀ ଗାଁର ବୋହୂ। ଆଗ ପରେ ଯାଇ ସେ ସ୍କୁଲ ମାଷ୍ଟରାଣୀ। ବର୍ଷେ ହବ ତାର ବାହାଘର। ସ୍ୱାମୀ ସୁଧାଂଶୁ ପାଖ କଲେଜର ଅଧ୍ୟାପକ। ଘରେ ଶାଶୁ ଶ୍ୱଶୁର। ସାନ ନଣନ୍ଦ। ନଣନ୍ଦ ସୀମାର 1 ବର୍ଷ ଫିଲସଫିରେ PG ସରିଲା। ନେଟ୍ ପାଇଁ ପ୍ରିପେୟାର ହଉଛି। ଦେଖାଯାଉ କ'ଣ ହଉଛି। ସଞ୍ଜବେଳେ ସରିତା ଶ୍ୱଶୁରଙ୍କୁ ଚା ଦେବାକୁ ଗଲାବେଳେ ଶାଶୁ ଦାଣ୍ଡ ବାରଣ୍ଡାରେ ବସିଥାନ୍ତି। ତାଙ୍କୁ ସେଇଠି ଚା ଦେଇ ଆସେ। ତାଙ୍କ ପାଖରେ ସବୁବେଳେ ସନ୍ଧ୍ୟାରେ ସେ ସ୍ତ୍ରୀଲୋକ ଜଣକୁ ଦେଖେ। ବୋଉ ତାଙ୍କୁ ପଚାରନ୍ତି ମା ଚା? ସେ ମୁଣ୍ଡ ହଲାଇ ଦିଏ। ତା ପାଟି କେବେ ଘରକୁ ଶୁଭାଯାଏନି। ସେ କିଏ ଜାଣିବା ପାଇଁ ସରିତା ବି କେବେ ଚାହିଁନି। ଜାଣିଛି ଏଇ ଗାଁର ହେଲେ ସମୟ ପାଇନି ତାକୁ ନିରେଖି ଦେଖିବାକୁ କି ତା ବିଷୟରେ ଭଲ ମନ୍ଦ ଜାଣିବାକୁ। ଘର ସଂସାର ସ୍କୁଲ ପୂଜାପାଠ ଏତିକିରେ ସେ ଧନ୍ଦି ହୋଇଯାଏ। କାହା କଥା ଶୁଣିବା ଜାଣିବାକୁ ତା ପାଖରେ ସମୟ କମ୍। ସବୁଦିନ ସେ ସ୍ତ୍ରୀଲୋକଟାକୁ ଶାଶୁ ପାଖରେ ବିନା ଓଢ଼ଣିରେ ଦେଖିଲେ ପରେ ବୁଝି ଯାଇଥିଲା ଏ ଗାଁର ଝିଅ ହୋଇଥିବ। ନହେଲେ ବିନା ଓଢ଼ଣିରେ ସ୍କୁଲ ଫେରିଲା ବେଳେ ସେ ସ୍ତ୍ରୀଲୋକଟି ବେଳେବେଳେ ବାଟରେ ଦେଖା ହୋଇଯାଏ। ମୁହଁକୁ ମୁହଁ ସାମ୍ନାସାମ୍ନି ହୋଇଗଲେ ଧାରେ ହସ। ତା ଓଠରୁ ବାହାରି ସିଜିଲା ସିଜିଲା ଗାଲରେ ଭଉଁରୀ ପରି ଖେଳିଯାଏ। ସରିତା ପ୍ରତି ତା ମନରେ ଆନ୍ତରିକତା ଭରି ରହିଛି ଯେମିତି। ସରିତା ଆଶ୍ଚର୍ଯ୍ୟ ହୁଏ। ମନେ ମନେ ଭାବେ ବୋଧହୁଏ ଶାଶୁ ମୋର କିଛି ଗୁଣଗାନ କରିଛନ୍ତି ଏ ସ୍ତ୍ରୀଲୋକଟି ଆଗରେ, ଯେଉଁଥିପାଇଁ ସେ ମୋ ପ୍ରତି ଆକୃଷ୍ଟ ହୋଇଛି। ନହେଲେ ସରିତା ତା ନାଁ ବି ଜାଣିନି। ଧୀରେ ଧୀରେ ସେ ସ୍ତ୍ରୀଲୋକଟି ମୁହଁ ସରିତାର ଅଭ୍ୟାସରେ ପଡ଼ିଯାଇଥାଏ। ଆଜିକାଲି ବାଟରେ ଦେଖାହେଲେ ସେ ହସିଦେଲେ ସରିତା ପ୍ରତି ଉତ୍ତରରେ ସ୍କୁଟି ଟିକେ ଧୀର କରି ହସିଦେଇ ମୁଣ୍ଡ ହଲେଇ ଦିଏ। କିଛିଦିନ ହେବ ସେ ଆଉ ସରିତାକୁ ଘରକୁ ଆସୁନି କି ବାଟରେ ସେ କେଇଦିନ ହେବ ଦେଖିନି ତାକୁ। ଦିନେ ବୋଉଙ୍କୁ ଚା ଦଉ ଦଉ ପଚାରିଦେଲା, ସବୁବେଳେ ଯେଉଁ ସ୍ତ୍ରୀଲୋକଟି ଆପଣଙ୍କର ପାଖରେ ବସନ୍ତି ସେ ତ କାହିଁ ଆଉ ଆସୁନାହାନ୍ତି? ଶାଶୁ ଘର ଭିତରକୁ ଉଠିଗଲେ ଧୀର କରି। ସରିତା ଆଶଙ୍କାରେ ପଡ଼ିଲା। ନିଶ୍ଚିନ୍ତ କିଛି ଅଘଟଣ। ନ ହେଲେ ବୋଉ ମୋତେ ସେଇଠି ତ କହିପାରିଥାନ୍ତେ। ଘର ଭିତରକୁ କାହିଁ ଚାଲିଗଲେ? ଆଉ ସମ୍ଭାଳି ନ ପାରି ଶାଶୁଙ୍କ ପଛେ ପଛେ ତାଙ୍କ ରୁମ୍ ଭିତରକୁ ଗଲା। ଶାଶୁ ଆଖିରୁ 2 ଟୋପା ଲୁହ 2 ହାତରେ ପୋଛି ପକେଇ କହିଲେ, ବିଚାରୀଟା କେଡ଼େ ହତବାଗିନୀ। ସବୁ ସୁଖ ଥାଇ ବି କିଛି ନାହିଁ। ବାପା ବୋଉ 2 ଜଣ ଅଛନ୍ତି। ଝିଅର ଭଲ ମନ୍ଦ ଟିକେ ବୁଝୁଥିଲେ ହୋଇଥାନ୍ତା। ସମସ୍ତେ ତା'ଠାରୁ ଲାଭ ଆଶା କଲେ। କ'ଣ 2ଟା ଖାଇବାକୁ ଦେଇ ବିଚାରୀଟା ମୋ ପାଖରୁ ଟିକେ ସାନ୍ତ୍ୱନାର ଆଶାରେ ସବୁବେଳେ ଆସେ। ଏତିକି କହି ଚୁପ୍ ରହିଲେ। ସରିତା ତା ବିଷୟରେ ସବୁକିଛି ଜାଣିବାକୁ ଚାହିଁଲା। ବୋଉ ଏବେ କେଉଁଠି? ସେ ଭଲ ଅଛନ୍ତି ତ? କାହା ପାଖରେ ଅଛନ୍ତି?
ଶାଶୁ ଆରମ୍ଭ କଲେ ଝିଟିକାର ବାହାଘର ହୋଇଥିଲା ଅସିଆ ଗାଁର ଶଙ୍କର ସ୍ୱାଇଁଙ୍କ ସାନ ପୁଅ ସାଙ୍ଗରେ। ଯାଇ କିଛି ଚଳନ୍ତି ଜାଗାବାଡ଼ି ଘରଦ୍ୱାର ଅଛି। ଖଟିଲେ ଭଲରେ ଖୁସିରେ ଚଳିପାରିବେ। ଅଷ୍ଟମଙ୍ଗୁଳାରେ ସ୍ୱାମୀ ସହ ବୁଲିବାକୁ ଥରୁଟିଏ ଗାଁକୁ ଆସିଥିଲା। ଦୁହିଁଙ୍କର ଯୋଡ଼ି ଠିକ୍ ଶିବ ପାର୍ବତୀଙ୍କ ଯୋଡ଼ି ପରି ଦେଖାଯାଉଥାଏ। ଅଜୟ ସ୍ୱାଇଁ ସହ ଝିଟିକା ନାୟକ। ଖାଲି ନାଁଟା ଯେମିତି ଅଡ଼ୁଆ ଶୁଭୁଥିଲା, ଆଉ ସବୁ କିଛି ଠିକ୍ ଠାକ୍। ଶାଶୁ ଘରେ 2 ମାସ ରହି ଓଷା ବାର କରିବାକୁ ବାପ ଘରକୁ ଆସିଲା। ହେଲେ 2 ମାସ ନବବିବାହିତା ବୋହୂ ଓଢ଼ଣୀରେ ଚମକରେ ଫିକାପଣ ଢାଙ୍କି ରହିଥାଏ। ମୁହଁଟା କୁହୁଳେଇକି ରଖିଥାଏ। ଝିଟିକା ସବୁ ପୁନେଇ ତିଥିରେ ଶ୍ୱଶୁର ଆସନ୍ତି। ଶାଶୁ ଘର ଲୋକମାନଙ୍କ ବିଷୟରେ ଏତେ କିଛି ଜଣାପଡ଼ୁନଥିଲା ସେତେବେଳେ। ହେଲେ ଝିଟିକାକୁ ଦେଖି ଯେ କେହି କହିଦେବ ବାହାଘରରେ ସେ ଖୁସି ନୁହଁ। କୁଆଁରୀ ବୟସରେ ଝିଅମାନେ ହସି ଖେଳି ଓଷାବ୍ରତ କରନ୍ତି। ସାଙ୍ଗ ମେଳ ହୋଇ ଫୁଲ ତୋଳନ୍ତି, ଗୀତ ଗାଆନ୍ତି, ଫୁଲ ଗୁନ୍ଥନ୍ତି, ଚିତା ଆଙ୍କନ୍ତି। ଗୃହସ୍ଥ ଜୀବନର ଶିକ୍ଷା ଝିଅମାନେ ସାଙ୍ଗମେଳରେ ହିଁ ଶିଖନ୍ତି। ଓଷା ବ୍ରତ ମାଧ୍ୟମରେ ହସି ଖେଳି ତାର ଶ୍ରଦ୍ଧା ରଖି ଶାଶୁଘର ଲୋକ ବାହାଘର ବର୍ଷ ଝିଅକୁ ବାପ ଘରକୁ ଲୁଗା ମିଠା ଭାର ଆଣି ଓଷା କରି ଆସନ୍ତି। ଝିଟିକା ଖାଲି ନାମକୁ ମାତ୍ର ଶେଷ ବର୍ଷ ଓଷା କରିଥାଏ, କିନ୍ତୁ ତାର ମନ ଓଷାରେ ନଥାଏ। କିଛି କଥା ଯେମିତି ଭିତରେ ଭିତରେ କଣ୍ଟା ଭଳି ଚୁମି ଯାଉଥାଏ ତାକୁ। ତାର ବୋଉ ତାକୁ ଧ୍ୟାନ ଦେଇଛି, ପଚାରିଛି, କିନ୍ତୁ ଝିଟିକା ସେମିତି କିଛି ନାହିଁ କହିଛି। ଝିଅଟା ମନେ ମନେ ଭାବିଥିଲା ସେ ଘରେ ସମସ୍ତଙ୍କ ସାଙ୍ଗରେ ନିଜକୁ ଖାପ ଖୁଆଇ ପାରୁନି, ସେଥିପାଇଁ କଷ୍ଟ ଲାଗୁଛି। ଧୀରେ ଧୀରେ ଅଭ୍ୟାସରେ ପଡ଼ିଗଲେ ସବୁ ଠିକ୍ ହୋଇଯିବ। ବାପା ବୋଉଙ୍କ ପାଖରେ ଶାଶୁଘର ବିରୁଦ୍ଧରେ ଗପିବ, କାଲି ପୁଣି ସେଇଠିକି ତ ଯିବ। ଗପିକି କି ଲାଭ ପାଇବ? ଥରେ ବାହାଘର ସରିଗଲେ, ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ସାରିଲେ ନା ବଦଳିବ ଶାଶୁଘର ନା ବରର ବା କ'ଣ ଦୋଷ? ସେ ପୁରୁଷ ଲୋକ। ମାଇପିଙ୍କ କଥା ମୁଣ୍ଡରେ ପୂରେଇଲେ ଲୋକ ମାଇଚିଆ କହିବେ। ଝିଟିକା ନିଜକୁ ବୁଝେଇ ପୁଆଣୀ ହୋଇ ଶାଶୁ ଘରକୁ ଗଲା। ବାବାଜୀ ନାୟକ ଶଙ୍କର ସ୍ୱାଇଁଙ୍କୁ ସେଥର ଫେରିଲା ବେଳେ ତାଙ୍କ ହାତ ଧରି କହି ଆସିଲେ, ସମୁଦି ମୋ ଝିଅ ତୁମକୁ ଲାଗିଲା। ଏ କଥା ପଦକ ଶାଶୁଙ୍କୁ କହିବା ବଦଳରେ ଶ୍ୱଶୁରଙ୍କୁ କହିବା ବଡ଼ ଅସଙ୍ଗତ ନୁହେଁ କି? ହେଲେ ଯେଉଁ ଲୋକ ପାଇଁ ଯେମିତି ବ୍ୟବହାର ସେମିତି ହିଁ ବେଳେବେଳେ କରିବାକୁ ପଡ଼େ। ଶ୍ୱଶୁର ଘର ଭିତରେ ଗୁମର କଥା ଜାଣନ୍ତି, ହେଲେ ସବୁକିଛି ତାଙ୍କ ଆୟତ୍ତ ବାହାରେ। ବଡ଼ ବୋହୂ ଶାଶୁ ଦୁହେଁ ମିଶି ଯାଇ ଝିଟିକାକୁ ବାରଣ କରିଦିଅନ୍ତି। ଦିନକର କଥା, ଝିଟିକା ରୋଷେଇ କରୁଥାଏ। ତରକାରୀରେ ଆଉ ଅଳ୍ପ ପାଣି ଅଛି ମରିବାକୁ। ମାଛ ତରକାରୀ ଜୁକୁଜୁକିଆ ପାଣି ରହିଲେ ସୁଆଦିଆ ଲାଗିବ। ଲିଭିଲା ଚୁଲିରେ ତରକାରୀ କଢ଼େଇ ଛାଡ଼ି ଫୁଟଣ ଡବା ରଖିବାକୁ ଆସିଲା। ଏପଟେ ଶାଶୁ ଡାକ ଦେଲେ ଚାଲି ଆସିଲା, ମନରେ ଅଛି ଝଟ ଗଲେ ତରକାରୀ ଓହ୍ଲେଇବ। ଶାଶୁ କାମରେ ବାନ୍ଧି ରଖିଲେ। ତରତରରେ ଦୌଡ଼ି ଆସି ଦେଖିଲା ଚୁଲିରେ ଜାଳ ହୁତୁ ହୁତୁ ଜଳୁଛି, ତରକାରୀ ଲାଗିଗଲାଣି। ପୋଡ଼ା ତରକାରୀ କେବଳ ପୋଡ଼ା ଗନ୍ଧ ହୋଇପାରିବ, ସ୍ୱାଦ ନୁହେଁ। ବୁଝିବାକୁ ବାକି ନଥିଲା ତାର ଏ ସବୁ ବଡ଼ ଯା'ର କାମ। ବିଲରୁ ଆସି ଖରାବେଳେ ଖାଇବାଟା ମରଦ ଲୋକଙ୍କର ଟାଣ। ଖରାରେ ବିଲରେ କାମ କରି ପେଟ ନିଆଁ ପରି ଝାକ ଝାକ ହଉଥିବ। ପୋଡ଼ା ତରକାରୀ ମହାଭାରତର ଯୁଦ୍ଧ କରାଇବାରେ ସହଜ ଅସ୍ତ୍ରଟିଏ ପାଲଟିଗଲା। ଦେଢ଼ଶୁର ବିଜୟ ଚୁପଚାପ ପାଣି ଗିଲାସେ ପିଇ ହାତ ଛିଞ୍ଚାରି ଖାଇବା ଛାଡ଼ି ଉଠିଗଲେ। ଅଜୟ ସଙ୍କୁଡ଼ି ହାତରେ ଦୌଡ଼ିଗଲା ଝିଟିକା ପାଖକୁ। ବେକ ନୁଆଁଇ 2 ବିଧା ଦେଲା। ଝିଟିକା ତଳେ ପଡ଼ିଗଲା। ପୁଣି ରାଗରେ ତାର କଙ୍କାଳରେ 2 ଗୋଇଠା ଦେଇ ଦାଣ୍ଡକୁ ବାହାରି ଗଲା। ତାପରେ ଶାଶୁ ଯାହାଙ୍କର ପଦ୍ମତୋଳା ମନ୍ତ୍ର ଆରମ୍ଭ ହୋଇଗଲା। ଝିଟିକାର ସେ ସବୁ ନିତିଦିନିଆ ହୋଇଯାଇଥିଲା। ଦେହସୁଆ ହୋଇଗଲା ପରେ କାଠ ପାଲଟି ଗଲା। ସେ ଶୁଖିଲା କାଠରୁ ଦିନେ ହସଟିଏ ଉଙ୍କି ମାରିଲା। ଶୁଖିଲା କାଠ ଖଣ୍ଡରେ ଡାଳପତ୍ର କଅଁଳିବା ଜାଣି ଝିଟିକା ଦମ୍ଭ ହୋଇଗଲା। ତାର ଚେର ଏଣିକି ମାଟିରେ ଲାଗିଯିବ। ଦମ୍ଭ ହୋଇଯିବ ସେ ଏ ଘରେ। ତା ସାଙ୍ଗରେ ଆଉ ଜଣେ ଠିଆ ହବ ସାହସ ବାନ୍ଧି। ବୋଉ ସୁରଭି ଏଣିକି ଟିକେ ଚିନ୍ତାଶୂନ୍ୟା ହୋଇ ଆସିଲା। ମୋ ଝିଅକୁ ଆଉ କେହି ହଇରାଣ କରିପାରିବେନି।
ଝିଟିକା ଜୀବନରେ ଖୁସିର ସଞ୍ଚାର ହେଲା। ଯେତିକି ସମୟ ସେ ପିଲାକୁ ଗର୍ଭରେ ଧରିଥିଲା। ଝିଅଟିଏ ଜନ୍ମ ନେଲା, ତା ନାଁ ଆଶା ରଖିଲା। ଝିଟିକା ଜୀବନରେ ଖୁସିର ଆଶା ନେଇ ସେ ଆସିଲା। ସ୍ୱାମୀ ଆଉ ଝିଟିକାକୁ ପର କଥାରେ ମାଡ଼ ଗାଳି କରନ୍ତିନି। ସେ ସୁଖ ବି ତା ପାଇଁ ବେଶୀ ଦିନ ରହିଲାନି। ଏଣିକି ଝିଟିକାକୁ ପାଗଳି ବୋଲି କହି ପ୍ରଚାର କଲେ ଶାଶୁ ବୋହୂ। ଆଲୁରି ପାଗଳି କହି ସବୁ କାମରେ ବାରଣ କଲେ। ପୁଣି ସେଇ ପୁରୁଣା ବୈଶାଖ ଝାଞ୍ଜି ଖଣ୍ଡିଆ ଭୂତ ହୋଇ ତା ଜୀବନକୁ ଆସିଲା। ରାତି ଅଧରେ ମାଡ଼ ମାରି ଝିଅକୁ ଛଡ଼େଇ ନେଇ ଘରୁ ପାଗଳି କହି ବାହାର କରିଦେଲେ। ଏତେ ରାତିରେ କୁଆଡ଼େ ଯିବ? ଯୁଆଡ଼େ ଗଲେ ବେବିଚାରିଣୀ ନହେଲେ ପାଗଳି ଉପାଧି ଅର୍ଜିବ। ବାଟ ନ ପାଇ ଗୁହାଳ ଘରେ ଆଶ୍ରୟ ନେଲା। 3-4 ଦିନ ପରେ ପୂରା ପାଗଳି ବୋଲି ପ୍ରମାଣ କରି ଗାଁରେ ନିଶାପ କରି ବାପ ଘରକୁ ବିଦା କରିଦେଲେ। ବାପ ଘରେ କିଛି ଦିନ ରହିବା ପରେ ଝିଅକୁ ଝୁରି ଝୁରି ପାଗଳି ପରି ହେଲା। ବାପା ଶ୍ୱଶୁରଙ୍କ ହାତଗୋଡ଼ ଧରି ନେହୁରା ହୋଇ ପୁଣି ଛାଡ଼ି ଆସିଲେ ଶାଶୁଘରେ ଝିଟିକାକୁ। ଆଶାକୁ ପାଖ ମାଡ଼ିବାକୁ ଦିଅନ୍ତିନି। ରୋଷେଇ ଘରେ ପୁରାନ୍ତିନି କି ଘରେ ପୁରାନ୍ତିନି ତାକୁ। ଗୁହାଳ ଗୋବର ଗାଈ ଗୋରୁ କାମ କରେ। ବାରି ଘଷି ଚାଳିଆରେ ରୁହେ। ଅନ୍ତତଃ ଝିଅଟା ତା ଆଖି ଆଗରେ ଥିଲା। ସେ ତାକୁ ଦେଖୁଥିଲା। ସେତକ ବି ଆଉ ଲେଖା ନଥିଲା ତା ଭାଗ୍ୟରେ। ଚୋରଣୀ କହି ସବୁଦିନ ପାଇଁ ତଡ଼ିଦେଲେ ଘରୁ। ସେଦିନ ସେ ବାପ ଘରେ ଆହା କେଡ଼େ ହତଭାଗିନୀଟିଏ ବୋଲି ଲୋକ ତାକୁ 2-3 ଦିନ କହିଲେ। ଭାଉଜ ପାଇଁ ସେ ଘରେ ଅଲୋଡ଼ା ମଣିଷଟିଏ। ଆମ ସମାଜରେ ବିବାହିତ ଝିଅ ବାପ ଘରେ ବେଶୀ ଦିନ ରହିଲେ ବୋଝ। ଯେଉଁ ଘର ତାର ନିଜର ଅତି ଆପଣାର ଥିଲା, ବାଲ୍ୟରୁ କିଶୋର ଯାଏ ଆମ ଘର ବୋଲି କହୁଥିଲା। ସେ ଘର ଆଜି ତାର ହୋଇନାହିଁ। ବାପା ବୋଉଙ୍କ ପାଇଁ ସେ କଣ୍ଟାଟିଏ। ସୁରଭି ମତରେ ଶାଶୁଘରେ ଗୁହାଳ ପୋଛି ପେଟ ପୋଷିଲେ ସନମତ। ବାପ ଘରେ କ୍ଷୀରି ପୁରି ଖାଇଲେ ସେ ସମ୍ମାନ ନଥାଏ। ଶେଷରେ ସେ ବାପ ଘରେ ଆଉ ଗୋଟେ ନୂଆ ପରିଚୟ ନେଇ ବଞ୍ଚିଲା, ଘଇତା ଛାଡ଼ି। ଟିକିଏ କଥାରେ ଘଇତା ଛାଡ଼ି କହିଦେଲେ ସେ ତଳକୁ ମୁହଁ ପୋତି ଦେଇ ଚୁପ୍ ହୋଇଯାଏ। କାହା ପାଖରେ ପଦୁଟିଏ ପାଟି ଖୋଲି କଥା କହିବାର ସ୍ୱତନ୍ତ୍ରତା ସେ ବାପଘରେ ହଜେଇ ବସିଲା। ସ୍ୱାମୀକୁ ଛାଡ଼ପତ୍ର ଦେଲେ ଝିଅ ବାଣ୍ଟ ହୋଇଯିବ। ସେ ନିଜ ଗର୍ଭ ଚିରି ଯାହାକୁ ଜନ୍ମ ଦେଇଛି ତାକୁ ସେ ଚିରି ଦିଫାଳ କରିବାକୁ ଚାହିଁଲାନି କି ଜାନି ଯୌତୁକ ଫେରାଇ ଆଣିଲାନି। ସବୁବେଳେ ଶାଶୁଘରେ ତାର ଆଶା। ତା ଦିନ ଆସିବ ସେ ପୁଣି ତା ଆଶାକୁ ଲେଉଟିବ। ସେଇ ଆଶାରେ ଜୀବନ ଜିଉଥିଲା ଆଜିଯାଏ। ସ୍ୱାମୀ ତାର 2 ବର୍ଷ ହେବ ଆଉ ଗୋଟିଏ ବାହା ହୋଇ ସଉତୁଣୀ ଆଣିଛନ୍ତି। ଝିଅ ସ୍କୁଲକୁ ପାଠ ପଢ଼ି ଗଲାଣି। ଏସବୁ ଖବର ସେ କେଉଁଠୁ ପାଇଛି? ନୂଆ ମା ସାଙ୍ଗରେ ଝିଅ ତାର ଖୁବ୍ ଖୁସିରେ ଅଛି। ସେତକ ଜାଣିବା ଦିନଠୁ ତାର ଆଉ ଆଶା ନାହିଁ ଶାଶୁଘରେ। ଝିଅ କେବେ ମା'ର ସ୍ୱାଧୀନ ପାଇଲାନି। ମା'ଠାରୁ ଦୂରରେ ରହିଲେ ପାଗଳି ତାକୁ ମାରିଦେବ କହି ଘରଲୋକ ଡରେଇ ରଖିଲେ। ସେ ଧୀରେ ଧୀରେ ମା'କୁ ଭୁଲିଗଲା। ସେ ବି ଛୋଟ ପିଲା। ଏତେ ସବୁ ବୁଝିବାକୁ ତା ମୁଣ୍ଡ କାହିଁ? ସୁରଭିର ବ୍ଲଡ଼ ପ୍ରେସର ମେଡ଼ିସିନ ପାଇ ଝିଟିକା ସବୁବେଳେ ମେଡ଼ିସିନ ଷ୍ଟୋରକୁ ଯାଏ। ସେଠି ତାର କାହା ସାଙ୍ଗରେ ଚିହ୍ନା ପରିଚୟ। ସେ ମୋତେ 2 ମାସ ତଳେ କହୁଥିଲା। ଏଇ 15 ଦିନ ତଳେ ସେ ଲୋକ ସାଙ୍ଗରେ ଝିଟିକା ଘର ଛାଡ଼ି ପଳେଇଛି। ସୁରଭିକି ମୁହଁ ଖୋଲି କହିଥିଲା, ବୋଉ ମୁଁ ନୂଆ କରି ସଂସାର କରିବି। ମା'ଟା ମନ କଥା ବୁଝିଲାନି। ଭାରି ଟାଣ ଟାଣ କଥା କହିଲା। ଦରବୁଢ଼ୀ କି କିଏ ବାହା ହେବ ଏ ବୟସରେ? ନା ଗାଁ ପକେଇବୁ। ଭାରି ଉଚ୍ଛନ୍ନ ହଉଛୁ ଘଇତା ଛାଡ଼ି। ନିଜ କଥା ବୁଝିବାକୁ ସମସ୍ତେ ତତ୍ପର। ଝିଟିକା କଥା ବୁଝୁଛି କିଏ? ନିସଙ୍ଗତା ମଣିଷକୁ କ୍ଷଣ କରି ପକାଏ। ଯୌବନକୁ କେତେ ଦିନ ସେ ବାନ୍ଧି ରଖିପାରିବ? ଶେଷରେ ଝିଟିକା ସେ ଲୋକ ସହ ଘର ଛାଡ଼ି ଯିବାକୁ ବାଧ୍ୟ ହେଲା। ସେ ଲୋକର ନାଁ ରବୀନ୍ଦ୍ର ସେନାପତି। ଜାତିରେ ଗୌଡ଼। ମେଡ଼ିସିନ ଦୋକାନରେ ମେଡ଼ିସିନ ସଜାଡ଼ି ରଖିବା ତା କାମ। ପାଣି କପଡ଼ା ପଞ୍ଚାୟତରେ ଘରେ। ବୁଢ଼ା ମା ବାପା
ସେ ଲୋକର 2 ବର୍ଷର କୁନି ଝିଅ ସ୍ତ୍ରୀ ଲିପି ଆଉ କାହା ସାଙ୍ଗରେ ପଳେଇଛି। ସେ ଏବେ ଝିଟିକାକୁ ନେଇ ଘର ସଂସାର କରିବାକୁ ଚାହୁଁଛି। ବାବାଜୀ ସୁରଭି ସବୁ ଜାଣି ଝିଟିକାକୁ ଚାପି ରଖିଲେ। ଛେଳି ଜଗିବାକୁ ଗଲାବେଳେ ରବୀନ୍ଦ୍ର ଝିଟିକାକୁ ଦେଖା କରିବାକୁ ଆଗରୁ କେଇଥର ଆସିଛି। ଏକଥା ଝିଟିକା ମୋତେ ନିଜେ କହିଛି। ଝିଅଟା ତା ସାଙ୍ଗରେ ଗଲା କି ଆଉ କୁଆଡ଼େ ଗଲା, କେହି ଟିକେ ପଛରେ ଖୋଜି ଗଲେନି। ସେମାନଙ୍କର ମୁଣ୍ଡ ତଳକୁ କରି ଚାଲି ଯାଇଛି। ସେ କାହିଁ ଖୋଜିବେ? ମଲେ କି ହଜିଲେ ତାଙ୍କର ତ ବାଟରୁ କଣ୍ଟା ଯିବ। ଯିବା ପୂର୍ବରୁ ସେ ମୋତେ ପଚାରିଥିଲା। ମୁଁ ତା କଥାରେ ସହମତି ଜଣେଇ ଦେଲି। ଅଜୟ ଯଦି ଆଉ ଗୋଟେ ବାହା ହୋଇ ପାରିଲା, ସେ କାହିଁ ବାହା ହୋଇ ପାରିବନି? ଏ ଦୁନିଆରେ ନିଜ ଅଧିକାର ପାଇଁ ନିଜେ ଲଢ଼ି ଶିଖିବା ଜରୁରୀ। ଛୁଆଟେ ନ କାନ୍ଦିଲେ ତା ମା ତାକୁ କ୍ଷୀର ଦିଏନି। ସେମିତି ନ ମାଗିଲେ କିଛି ମିଳିବନି ଏଠି। ସମସ୍ତେ ସମାନ ଅଧିକାର ପାଇବା ପାଇଁ ହକଦାର। ସେ କାହିଁକି ସେଥିରୁ ବାଦ୍ ପଡ଼ିବ? ଦୁଃଖ କ'ଣ ତା ଭାଗ୍ୟରେ ଖାଲି ଲେଖା ଅଛି? ସେ ସବୁଦିନ ପାଇଁ ସୁଖରୁ ବଞ୍ଚିତ ହୋଇ ରହି ବସି କିନ୍ତୁ କହି ଚୁପ୍ ରହିଲା। ଏମିତି କେଉଁ ବିଶ୍ୱାସରେ ଝିଟିକା ରବୀନ୍ଦ୍ର ସହ ଚାଲିଗଲା? ସେ ଯେ କାଲି ସକାଳେ ଆଉ ଗୋଟେ ଅଜୟ ହୋଇ ନ ବାହାରିବ, ସେଥିରେ କେଉଁ ଗ୍ୟାରେଣ୍ଟି? ଝିଟିକାକୁ ଉପଭୋଗ କରି ସେ ଯଦି କାଲି ସକାଳେ ଗାଁରେ ଛାଡ଼ି ଦେଇଯିବ, ଝିଟିକା ପରି ଝିଅ ପାଇଁ ଆତ୍ମହତ୍ୟା କେବଳ ସାର ହୋଇଯିବ। ପରଦିନ ସକାଳୁ ଝିଟିକାର ବାପା ସୁଧାଂଶୁକୁ ସବୁ କଥା ଜଣେଇଥିଲେ। ସୁଧାଂଶୁ ନିଜର ଜଣେ ଆଡ଼ଭୋକେଟ୍ ସାଙ୍ଗ ଅନିଲ ସହ ଏ ବିଷୟରେ କଥାବାର୍ତ୍ତା କରି ଆସିଲେ। ସୁଧାଂଶୁ ଝିଟିକାର ବାପା ବାବାଜୀ ଭାଇ ସୁକାନ୍ତ ଆଉ ଓକିଲକୁ ସାଙ୍ଗରେ ନେଇ ମାଣିକପଡ଼ା ପଞ୍ଚାୟତର ରୂପାପୁରରେ ରବୀନ୍ଦ୍ର ଘରେ ପହଞ୍ଚିଲେ। ନୂଆ ଶାଢ଼ୀ ଗହଣାରେ ଭରପୂର ନବବିବାହିତା ସ୍ତ୍ରୀ ଲୋକଟି କାଖରେ ଝିଅଟିକୁ ଧରି କବାଟ ଖୋଲିଲେ। ଭିତରୁ କିଏ ଜଣେ କହୁଥିଲେ, ରୁହ ମୁଁ ଯାଇ କବାଟ ଖୋଲୁଛି। ଝିଟିକାର ବିବାହ ପରେ ଏମିତି ଦେବୀ ପ୍ରତିମା ରୂପ ତା ବାପା ମା କେବେ ବି ଦେଖି ନଥିଲେ। ଖୁସିରେ ଆଖିରୁ ଅମାନିଆ ଲୁହଗୁଡ଼ାକ ବନ୍ଧ ବାଡ଼ ଡେଇଁ ବୋହି ଚାଲିଥିଲା। ପାଦଧୂଳି ନେଇ କ୍ଷମା ମାଗୁଥିଲେ ଝିଟିକା। ଶ୍ୱଶୁରଙ୍କ ପାଦଧୂଳି ନେଇ କ୍ଷମା ମାଗୁଥିଲେ ରବୀନ୍ଦ୍ର। ଝିଟିକାର ଶ୍ୱଶୁର ପରିଚୟ ଦେଇ କହିଲେ, ଆମ ଫଟା କାନ୍ଥରେ ସଂସାରରେ ଝିଟିକା କାଦୁଅ ନେସିଛି ସମୁଦି। ସୁଧାଂଶୁ ସେମାନଙ୍କର ବିବାହର ପ୍ରମାଣ ମାଗିଲେ। ରବୀନ୍ଦ୍ର ମ୍ୟାରେଜ ସାର୍ଟିଫିକେଟ୍ ଆଣି ସୁଧାଂଶୁଙ୍କୁ ଦେଖାଇଲେ। ସୁଧାଂଶୁ ଆଶ୍ୱସ୍ତିର ନିଃଶ୍ୱାସଟେ ମାରି ଫେରି ଆସିଲେ ଘରକୁ। ବୋଉକୁ କହୁଥିଲେ, ଏ ସଂସାରରେ ସବୁ ଲୋକ ଖରାପ ନୁହନ୍ତି। ଏବେ ବି ମଣିଷ ପଣିଆ ବଞ୍ଚିଛି। ସାଙ୍ଗମାନେ, ମୋର ଏହି ସୁନ୍ଦର କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବେ। ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।